ଭିଜିଲାନ୍ସ ହାବୁଡ଼ରେ RWSSର ବରିଷ୍ଠ କିରାଣୀ ଲାଞ୍ଚ ଗ୍ରହଣ କରୁଥିବା ବେଳେ ଧରି ପକାଇଲା ଭିଜିଲାନ୍ସ। ବରିଷ୍ଠ କିରାଣୀ ଟି ରାଓ ଗିରଫ। ମିଳିଥିବା ସୂଚନା ମୁତାବକ ଟି ରାଓ ତାଙ୍କ କାର୍ଯ୍ୟାଳୟର ଜଣେ ଅବସରପ୍ରାପ୍ତ ଫିଟର ମିସ୍ତ୍ରୀ ତ୍ରିଲୋଚନ ଶବରଙ୍କ ଠାରୁ 20,000 ଟଙ୍କା ଲାଞ୍ଚ ଦାବି କରିଥିଲେ। ତ୍ରିଲୋଚନ ଶବର ଅବସର ନେଇଥିବାରୁ ତାଙ୍କ ଗ୍ରାଚ୍ୟୁଇଟି ଓ ପେନ୍ସନ୍ କାଗଜପତ୍ର କରିବା ପାଇଁ ଏହି ଲାଞ୍ଚ ଦାବି କରାଯାଇଥିଲା। ପରେ ତ୍ରିଲୋଚନ ଏହି ଦୁର୍ନୀତି ସମ୍ପର୍କରେ ଭିଜିଲାନ୍ସ ଅଧିକାରୀଙ୍କୁ କହିଥିଲେ ଓ ଓଡ଼ିଶା ଭିଜିଲାନ୍ସ ଏଥିପାଇଁ ଏକ ଟ୍ରାପ୍ ଅଭିଯାନ ଚଳାଇଥିଲେ। ଆଜି ତାଙ୍କ ସରକାରୀ ଘରେ ଲାଞ୍ଚ ଗ୍ରହଣ କରୁଥିବା ସମୟରେ ଯୋଜନା ମୁତାବକ ଓଡ଼ିଶା ଭିଜିଲାନ୍ସ ହାତାହାତି ତାଙ୍କୁ ଧରିଥିଲେ। ଏପରିକି ସେ ଲାଞ୍ଚ ଅର୍ଥକୁ ଫିଙ୍ଗିବା ପାଇଁ ଚେଷ୍ଟା କରିଥିଲେ। ତଥାପି ମଧ୍ୟ ସବୁତକ ଟଙ୍କା ଜବତ ହୋଇଥିଲା। ଏହାପରେ ତାଙ୍କୁ ଗିରଫ କରାଯାଇଥିଲା।